ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ଅଷ୍ଟମ ଶ୍ରେଣୀ ପାଇଁ ବିଜ୍ଞାନ ପ୍ରକଳ୍ପ ରହିଛି। ତେଣୁ ପିଲାମାନେ ଭିଡ଼ିଓରେ ଥିବା ପ୍ରକଳ୍ପଟି ସମ୍ପୂର୍ଣ୍ଣ A4 ସାଇଜ ପେପରରେ ଲେଖି ବିଦ୍ୟାଳୟରେ ଦାଖଲ କରିବ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁମ ବିଦ୍ୟାଳୟ ନାଁ ଲେଖିବ। ପ୍ରକଳ୍ପ କାର୍ଯ୍ୟ ବିଷୟ ହେଲା ବିଜ୍ଞାନ। ପ୍ରସଙ୍ଗ ନାମ ତୁମ ନାମ ଲେଖିବ। ଶ୍ରେଣୀ ଅଷ୍ଟମ। ରୋଲ୍ ନମ୍ବର ତୁମ ରୋଲ୍ ନମ୍ବର ଲେଖିବ। ଦାଖଲ ତାରିଖ କେଉଁ ତାରିଖରେ ଦାଖଲ କରିବ ସେ ତାରିଖ ଲେଖିବ। ପ୍ରୋଜେକ୍ଟ 1 ଟପିକ୍ ମୋ 3 ସାଙ୍ଗଙ୍କ ଘରେ ବ୍ୟବହାର ହେଉଥିବା ଖାଦ୍ୟ ସାମଗ୍ରୀର ପରୀକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପ ଗୁଡ଼ିକର ତାଲିକା। ପରୀକ୍ଷଣ। ଚିନିର ଶୁଦ୍ଧତା ପରୀକ୍ଷଣ। ଚିନିକୁ ପାଣିରେ ଗୋଳାନ୍ତୁ। ଯଦି ଧଳା ପଦାର୍ଥ ତଳକୁ ବସିଯାଏ ତେବେ ଚିନିରେ କିଛି ମିଶିଛି। ଶୁଦ୍ଧ ଚିନି ସମ୍ପୂର୍ଣ୍ଣ ପାଣିରେ ମିଶିଯାଏ। ପରୀକ୍ଷଣ। ମହୁର ଶୁଦ୍ଧତା ପରୀକ୍ଷଣ। ଏକ କାଗଜରେ ମହୁ ଲଗାଇ ଦିଅନ୍ତୁ। ଯଦି ମହୁ ବିସ୍ତାର ହୁଏ ନାହିଁ ତେବେ ମହୁ ଶୁଦ୍ଧ। ଯଦି ବିସ୍ତାର ହୁଏ ତେବେ ମହୁରେ ପାଣି, ଚିନି କିମ୍ବା ଗୁଡ଼ ମିଶିଛି। 3 ପରୀକ୍ଷଣ। ହଳଦୀ ଗୁଣ୍ଡର ଶୁଦ୍ଧତା ପରୀକ୍ଷଣ। ହଳଦୀକୁ ପାଣିରେ ଗୋଳାଇ 1 ଚାମଚ ଲେମ୍ବୁ ରସ ମିଶାନ୍ତୁ। ଯଦି ରଙ୍ଗ ଗାଢ଼ ହଳଦିଆରୁ ଗୋଲାପୀ ହୁଏ ତେବେ ନକଲି ହଳଦୀ ବୋଲି ଜାଣିବା। ପ୍ରୋଜେକ୍ଟ 2 ଟପିକ୍ ବିଭିନ୍ନ କିସିମର ମଞ୍ଜି ସଂଗ୍ରହ କର। ତାହାକୁ ଛୋଟ ଛୋଟ ମୁଣାରେ ତାହାର ନାମ ଲେଖି ଶ୍ରେଣୀ ବିଭାଗ କର। ସେହି ମଞ୍ଜିରୁ ନୂତନ ଚାରା କର ଏବଂ ତାହା କିପରି ହେଲା ଲେଖ। ମଞ୍ଜିର ଶ୍ରେଣୀ ବିଭାଗ। ଶସ୍ୟ ମଞ୍ଜି ମକା, ଧାନ, ଗହମ। ଡାଲି ମଞ୍ଜି ଚଣା, ମୁଗ, ହରଡ଼। ଫଳ ମଞ୍ଜି ଆମ୍ବ, ପିଜୁଳି, ଟମାଟର। ଅନ୍ୟାନ୍ୟ ଲଙ୍କା, ଧଣିଆ, ସୋରିଷ, ମେଥି। ନୂତନ ଚାରା ପ୍ରସ୍ତୁତି। ପ୍ରଥମେ ମୁଁ 4ରୁ 5 ପ୍ରକାର ମଞ୍ଜି ବାଛି ନେଇଥିଲି। ଛୋଟ ପାତ୍ରରେ ଭଲ ମାଟି ରଖିଲି। ମଞ୍ଜିକୁ 1ରୁ 2 ସେମି ଗଭୀରରେ ରୋପଣ କଲି। ପ୍ରତିଦିନ ପାଣି ଦେଲି ଓ ସୂର୍ଯ୍ୟ କିରଣରେ ରଖିଲି। ପ୍ରତିଦିନ ପର୍ଯ୍ୟବେକ୍ଷଣ କରି ଖାତାରେ ଲେଖ। ପର୍ଯ୍ୟବେକ୍ଷଣ। ମଟର ମଞ୍ଜି 3ରୁ 5 ଦିନରେ ଉଠିଲା। ଧାନ ମଞ୍ଜି 7ରୁ 8 ଦିନରେ ଉଠିଲା। ଟମାଟୋ ମଞ୍ଜି 5ରୁ 7 ଦିନରେ ଉଠିଲା। ଚାରା ଗୁଡ଼ିକ ଧୀରେ ଧୀରେ ବଢ଼ିଲେ ଓ ପତ୍ର ବାହାରିଲା। ଉପସଂହାର। ବିଭିନ୍ନ ପ୍ରକାର ମଞ୍ଜି ସଂଗ୍ରହ ଓ ଶ୍ରେଣୀ ବିଭାଗ ଦ୍ୱାରା ଆମେ ବୁଝିଲୁ ଯେ ଉଦ୍ଭିଦର ମଞ୍ଜି ବିଭିନ୍ନ ଆକାରର, ଆକୃତି ଓ ବ୍ୟବହାର ଭିନ୍ନ। ସଠିକ୍ ପଦ୍ଧତିରେ ରୋପଣ କଲେ ମଞ୍ଜି ନୂତନ ଚାରା ଉତ୍ପନ୍ନ ହୁଏ, ଯାହା ଉଦ୍ଭିଦର ପୁନରୁତ୍ପାଦନରେ ଏକ ପ୍ରମୁଖ ପ୍ରକ୍ରିୟା। ଏହି ପ୍ରକଳ୍ପ ଦ୍ୱାରା ମଞ୍ଜିର ଗୁରୁତ୍ୱ ଓ ସଂରକ୍ଷଣ ଆବଶ୍ୟକତା ବୁଝାଗଲା। ପ୍ରୋଜେକ୍ଟ 3 ଟପିକ୍ ପ୍ରତିଦିନ ଜୀବନରେ ବ୍ୟବହୃତ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ନେଇ ତୁମ ଦ୍ୱାରା ତିଆରି ଟେଷ୍ଟର ସାହାଯ୍ୟରେ ପରିବାହିତା ପରୀକ୍ଷା କରି ବିବରଣୀ ପ୍ରସ୍ତୁତ କର।
ଉଦ୍ଦେଶ୍ୟ। ଦୈନନ୍ଦିନ ଜୀବନରେ ଆମେ ଯେଉଁ ଫଳ ବା ପରିବା ଖାଇଥିବା ସେମାନଙ୍କର ଷ୍ଟାର୍ଚ, ପ୍ରୋଟିନ୍, ଫ୍ୟାଟ୍, ଚିନି ଓ ଭିଟାମିନ୍ ସିରେ ପରୀକ୍ଷା କର। ଆବଶ୍ୟକ ସାମଗ୍ରୀ: ବିଭିନ୍ନ ଫଳ ଓ ପରିବା, ପିଆଜ, ଟମାଟର, ଆମ୍ବ, ଲେମ୍ବୁ, ଆଳୁ, କଦଳୀ। ପରୀକ୍ଷା ପଦାର୍ଥ: ଆୟୋଡିନ୍ ସଲ୍ୟୁସନ୍ ଷ୍ଟାର୍ଚ ପାଇଁ ବେନେଡିକ୍ଟ ସଲ୍ୟୁସନ୍, ବାୟୁରେଟ୍ ରିଏଜେଣ୍ଟ, ପ୍ରୋଟିନ୍ ପାଇଁ ଇଥାନଲ୍ ଓ ପାଣି, DCPIP ସଲ୍ୟୁସନ୍ ଭିଟାମିନ୍ ସି ପାଇଁ, ଟେଷ୍ଟ ଟ୍ୟୁବ୍ ଡ୍ରପର୍, ସ୍ପାଟୁଲା, ମର୍ଟାର ଓ ପେଷ୍ଟଲ୍ ହିଟର୍, ବେଞ୍ଚିଡିଷ୍ଟ। ପରୀକ୍ଷଣ ପଦ୍ଧତି: ପ୍ରଥମେ ପ୍ରତ୍ୟେକ ଫଳ ବା ପରିବାର ଚୂର୍ଣ୍ଣ କରି ନିଷ୍କାସନ ତିଆରି କରନ୍ତୁ। ଷ୍ଟାର୍ଚ ପରୀକ୍ଷା: ଟେଷ୍ଟ ଟ୍ୟୁବ୍ 2ରୁ 3 ଡ୍ରପ୍ ନମୁନା ନିଅନ୍ତୁ। 2ରୁ 3 ଡ୍ରପ୍ ଆୟୋଡିନ୍ ସଲ୍ୟୁସନ୍ ଯୋଗ କରନ୍ତୁ। ପର୍ଯ୍ୟବେକ୍ଷଣ: ନୀଳ ଓ କଳା ରଙ୍ଗ ହେଲେ ଷ୍ଟାର୍ଚ ଅଛି, ରଙ୍ଗ ନଦେଲେ କିଛି ନାହିଁ ବୋଲି ଜାଣିବା। ଚିନି ପରୀକ୍ଷା: ନମୁନା ପ୍ଲସ୍ ବେନେଡିକ୍ଟ ସଲ୍ୟୁସନ୍ ମିଶାନ୍ତୁ। ଗରମ ପାଣି 5ରୁ 10 ମିନିଟ୍ ରଖନ୍ତୁ। ପର୍ଯ୍ୟବେକ୍ଷଣ: ସବୁଜ, ହଳଦିଆ, କମଳା, ଇଟା ରଙ୍ଗର ହେଲେ ସୁଗାର ଅଛି। ପ୍ରୋଟିନ୍ ପରୀକ୍ଷା: ନମୁନାରେ 2ରୁ 3 ଡ୍ରପ୍ ବାୟୁରେଟ୍ ରିଏଜେଣ୍ଟ ଯୋଗ କରନ୍ତୁ। ପର୍ଯ୍ୟବେକ୍ଷଣ: ନୀଳରୁ ବାଇଗଣୀ ଗୋଲାପୀ ରଙ୍ଗ ହେଲେ ପ୍ରୋଟିନ୍ ଅଛି। ଫ୍ୟାଟ୍ ପରୀକ୍ଷା: ନମୁନାକୁ ଇଥାନଲରେ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ଥଣ୍ଡା ପାଣିରେ ମିଶାନ୍ତୁ। ପର୍ଯ୍ୟବେକ୍ଷଣ: ଧଳା ମିଶ୍ରଣ ହେଲେ ଫ୍ୟାଟ୍ ଅଛି। ଭିଟାମିନ୍ ସି ପରୀକ୍ଷା: ଏକ ଟେଷ୍ଟ ଟ୍ୟୁବ୍ରେ ନୀଳ DCPIP ସଲ୍ୟୁସନ୍ ନିଅନ୍ତୁ। ଫଳରେ ରସ ଡ୍ରପ୍ ଡ୍ରପ୍ କରି ମିଶାନ୍ତୁ ଯେପର୍ଯ୍ୟନ୍ତ ନୀଳ ରଙ୍ଗ। ପର୍ଯ୍ୟବେକ୍ଷଣ: କମ୍ ଡ୍ରପ୍ ରଙ୍ଗ ଉଭୟ ହେଲେ ଅଧିକ ଭିଟାମିନ୍ ସି ହେବ। ପର୍ଯ୍ୟବେକ୍ଷଣ ଟେବୁଲ୍: ଏଥିରେ ରହିଛି ଫଳ ବା ପରିବା, କଦଳୀ, ପିଆଜ, ଟମାଟୋ, ଆମ୍ବ, ଲେମ୍ବୁ, ଆଳୁ। ଷ୍ଟାର୍ଚ: କଦଳୀରେ ନାହିଁ, ପିଆଜ ନାହିଁ, ଟମାଟୋ ନାହିଁ, ଆମ୍ବ ନାହିଁ, ଲେମ୍ବୁ ନାହିଁ, ଆଳୁରେ ନୀଳ, କଳା। ଏହିପରି ସବୁ ରହିଛି। ପିଲାମାନେ ଏଇଟାକୁ ଲେଖିଦେବ। ପ୍ରୋଜେକ୍ଟ 4: ବଜ୍ରପାତ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କର ଓ ତଜ୍ଜନିତ କ୍ଷୟକ୍ଷତି ବର୍ଣ୍ଣନା କର। କେଉଁ ସବୁ ପଦକ୍ଷେପ ନେଲେ କ୍ଷୟକ୍ଷତି ହ୍ରାସ କରାଯାଇପାରିବ ତାହାର ଏକ ବିବରଣୀ ପ୍ରସ୍ତୁତ କର। ବଜ୍ରପାତ ହେଉଛି ଏକ ପ୍ରାକୃତିକ ଘଟଣା ଯେଉଁଥିରେ ମେଘ ଭିତରେ ବା ମେଘରୁ ଭୂମିକୁ ବିଦ୍ୟୁତ୍ ସ୍ଫୋରଣ ହୋଇଥାଏ। ଏହା ସାଧାରଣତଃ ଗ୍ରୀଷ୍ମ ଋତୁ ଓ ବର୍ଷା ସମୟରେ ଅଧିକ ଦେଖାଯାଏ। ବଜ୍ରପାତ ସହ ଉଜ୍ଜ୍ୱଳ ଆଲୋକ, ବିଜୁଳି ଓ ଗର୍ଜନ ହୁଏ। ବଜ୍ରପାତ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ବଜ୍ରପାତରେ ତାପମାତ୍ରା 30,000 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିପାରେ, ଯାହା ସୂର୍ଯ୍ୟପୃଷ୍ଠରେ ତାପମାତ୍ରା ଠାରୁ 5 ଗୁଣ ଅଧିକ। ଏକ ବଜ୍ରପାତରେ 20,000ରୁ 30,000 ଆମ୍ପିୟର ବିଦ୍ୟୁତ୍ ପ୍ରବାହ ହୋଇପାରେ। ବଜ୍ରପାତର ବେଗ ଆଲୋକ ବେଗର ପ୍ରାୟ 1/3 ଭାଗ। ପୃଥିବୀରେ ପ୍ରତି ସେକେଣ୍ଡରେ 100ରୁ ଅଧିକ ବଜ୍ରପାତ
ହୁଏ ଓ ପ୍ରତି ବର୍ଷ ପ୍ରାୟ 44 ମିଲିୟନ ଥର ବଜ୍ରପାତ ହୋଇଥାଏ। ବଜ୍ରଧ୍ୱନି ହେଉଛି ବଜ୍ରପାତ ଦ୍ୱାରା ବାୟୁର ଦ୍ରୁତ ଉତ୍ତପ୍ତ ହେବା ଓ ପ୍ରସାରଣରୁ ଉତ୍ପନ୍ନ ହୁଏ। ବଜ୍ରପାତ ଜନିତ କ୍ଷୟକ୍ଷତି। ବଜ୍ରପାତ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ଦ୍ୱାରା ନିମ୍ନଲିଖିତ କ୍ଷୟକ୍ଷତି ହୋଇଥାଏ। ମଣିଷ ଓ ପଶୁଙ୍କର ମୃତ୍ୟୁ ଓ ଗୁରୁତର ଆଘାତ। ଅଗ୍ନିକାଣ୍ଡ ଓ ଘରବାଡ଼ି ବିଦ୍ୟୁତ ବଜ୍ରପାତ ଦ୍ୱାରା ନଷ୍ଟ ହୁଏ। ବୃକ୍ଷ ଫାଟିବା, ଜଙ୍ଗଲରେ ନିଆଁ ଲାଗିବା ଓ ଫସଲ ନଷ୍ଟ ହେବା। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ଓ ଅର୍ଥନୈତିକ କ୍ଷୟକ୍ଷତି ହେବା। କ୍ଷୟକ୍ଷତି ହ୍ରାସ ପାଇଁ ପଦକ୍ଷେପ। ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ସୁରକ୍ଷା ନିୟମ ପାଳନ କରି କ୍ଷତି ବହୁତ ହ୍ରାସ କରାଯାଇପାରିବ। ବ୍ୟକ୍ତିଗତ ସୁରକ୍ଷା। ବଜ୍ରପାତ ଓ ବର୍ଷା ସମୟରେ ଘର ଭିତରେ ରୁହନ୍ତୁ। ଖୋଲା ମଇଦାନ, ଉଚ୍ଚ ବୃକ୍ଷ, ଜଳାଶୟ ଓ ପାଣି ସମ୍ବନ୍ଧୀୟ କାର୍ଯ୍ୟ କରନ୍ତୁ ନାହିଁ। ଲ୍ୟାଣ୍ଡଲାଇନ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ। ମୋବାଇଲ ଫୋନ୍ ଚାର୍ଜରେ ରଖନ୍ତୁ ନାହିଁ। ସଂରକ୍ଷଣ ଉପାୟ। ଘର, ବିଦ୍ୟାଳୟ ଓ ଅନ୍ୟ ଭବନରେ ବଜ୍ରରୋଧକ ଲାଇଟିଂ ରଡ୍ ଲଗାଇବା ଉଚିତ। ଏହା ବିଦ୍ୟୁତକୁ ନିରାପଦ ଭୂମିକୁ ନେଇଯାଇଥାଏ। ବିଦ୍ୟୁତ ଉପକରଣଗୁଡ଼ିକୁ ସର୍ଚ୍ଚ ପ୍ରୋଜେକ୍ଟର ସହ ବ୍ୟବହାର କରନ୍ତୁ। ବଜ୍ରପାତ ସମୟରେ କମ୍ପ୍ୟୁଟର, ଟିଭି ବନ୍ଦ କରନ୍ତୁ। ଉପସଂହାର। ବଜ୍ରପାତ ଏକ ପ୍ରାକୃତିକ ଘଟଣା ହେଲେ ମଧ୍ୟ ସଚେତନତା, ସଠିକ୍ ପଦକ୍ଷେପ ଦ୍ୱାରା ଏହାର କ୍ଷୟକ୍ଷତିକୁ ବହୁତ ହ୍ରାସ କରାଯାଇପାରିବ। ଠିକ୍ ସମୟରେ ସୁରକ୍ଷା ନିୟମ ପାଳନ କରି ନିଜକୁ ଅନ୍ୟମାନଙ୍କୁ ରକ୍ଷା କରନ୍ତୁ। ଏହାପରେ ପିଲାମାନେ ପ୍ରୋଜେକ୍ଟଟିକୁ ସଜାଡ଼ି ଦେବ। ବର୍ତ୍ତମାନ ଠିକରେ ସଜଡ଼ା ହୋଇଗଲା। ଏହାପରେ ଏହାକୁ ବିଦ୍ୟାଳୟରେ ଦାଖଲ କରିବ।